ଆବଶ୍ୟକତା ହେଉ ଅବା ଉପାର୍ଜନ ପାଇଁ ଦୈନନ୍ଦିନ ଗଛ କାଟିବା ଏକ ସାଧାରଣ କଥା ହୋଇଥିବା ବେଳେ ଗଛକୁ ନିଜ ପୁଅ ଝିଅ ଭଳି ଭାବନାରେ ଦେଖାରଖା କରିବା ଏବଂ ବୟସ ଅନୁଯାୟୀ ବିବାହ ଉତ୍ସବ ଆୟୋଜନ କରି ଭୋଜି ଭାତରେ ଆପ୍ୟାୟିତ କରିବାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରେମୁଣା ଏନ୍ଏସି ଅନ୍ତର୍ଗତ 12 ନମ୍ବର ୱାର୍ଡ ଶ୍ରୀକୃଷ୍ଣପୁରରେ। ଏଥିପାଇଁ ସେଠାରେ ସମ୍ପୂର୍ଣ୍ଣ ବିବାହ ଉତ୍ସବର ଆୟୋଜନ ହୋଇଥିଲା। ବର ପକ୍ଷ ଏବଂ କନ୍ୟା ପକ୍ଷ ଉପସ୍ଥିତ ହୋଇଥିଲେ। ଗଛକୁ ବର ବୋହୂ ଭଳି ସଜାଯାଇଥିଲା। ଭଜନ କୀର୍ତ୍ତନ, ପାରମ୍ପରିକ ବାଦ୍ୟ, ହୋମଯଜ୍ଞ ଆଦି ଆୟୋଜିତ ହୋଇଥିଲା। ରେମୁଣା କଲେଜ ନିକଟବର୍ତ୍ତୀ ଏହି ସ୍ଥାନରେ ରହିଛି ମିଶ୍ର ପୋଖରୀ। ପୋଖରୀ ତୁଠରେ 7 ବର୍ଷ ତଳେ ଗାଁର ପୀତାମ୍ବର ମଣ୍ଡଳ ବର ଅଶ୍ୱସ୍ଥ 2ଟି ଗଛ ଲଗାଇଥିଲେ। ଶ୍ରୀ ମଣ୍ଡଳଙ୍କ କହିବା ଅନୁଯାୟୀ ତାଙ୍କର ଜଣେ କନ୍ୟାଙ୍କ ବିବାହ ହୋଇପାରୁନଥିଲା। ସେ ଜଣେ ବୟସ୍କ ଲୋକଙ୍କ ପରାମର୍ଶ ନେଲେ। ତାଙ୍କ ପରାମର୍ଶ ଅନୁଯାୟୀ କନ୍ୟା ଅଶ୍ୱସ୍ଥ ଗଛ ମୂଳେ ଜଳ ଦେଲେ ବିବାହ ନିଶ୍ଚିତ ହେବ ବୋଲି ବିଶ୍ୱାସ ରଖି ନିଜ ବାଡ଼ିରେ ସେହି ଗଛ ଲଗାଇଲେ ଏବଂ ଜଳ ଦେବାର କିଛି ଦିନ ପରେ କନ୍ୟାର ବିବାହ ହୋଇଥିଲା। ଏହାରି ଭିତରେ ରେମୁଣା ଅଞ୍ଚଳର ଗଛ ମଣିଷ ଭାବେ ପରିଚିତ ଏବଂ ସରକାରଙ୍କ ପ୍ରକୃତି ବନ୍ଧୁ ପୁରସ୍କୃତ ମୋହନ ଚରଣ ଦାସଙ୍କ ସଂସ୍ପର୍ଶରେ ଆସିଥିଲେ। ମୋହନଙ୍କ ଗଛ ଲଗାଇ ରକ୍ଷଣାବେକ୍ଷଣ ପୀତାମ୍ବରଙ୍କୁ ବେଶ ପ୍ରଭାବିତ କରିଥିଲା। ପରେ ସେ ବାଡ଼ିର ଗଛକୁ ନେଇ ପୋଖରୀ ତୁଠରେ ଲଗାଇ ତାର ଯତ୍ନ ନେଲେ। ଏବେ ଗଛ 2ଟି 20 ଫୁଟରୁ ଅଧିକ ଉଚ୍ଚର ହୋଇଯାଇଛି। ଆଜିର ବିବାହ ଉତ୍ସବରେ ପୀତାମ୍ବର ଏବଂ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ କନ୍ୟା ପିତାମାତା ହୋଇଥିବା ବେଳେ ଗଛ ମଣିଷ ମୋହନ ବର ପିତା ହୋଇଥିଲେ। ଏହି ବିବାହ ଉତ୍ସବରେ ସାକ୍ଷୀ ହେବା ପାଇଁ ଏନ୍ଏସ୍ସି ଅଧ୍ୟକ୍ଷା ତନୁଜା ଗିରି, କାଉନସିଲର ରୁନଲତା ମଣ୍ଡଳ, ନେତ୍ରୀ ହରିପ୍ରିୟା ଜେନା, ଦେବଶ୍ରୀ ବେହେରା, ଅହଲ୍ୟା ଭୂୟାଁ, ରୀତା ମହାନ୍ତି, ଗୀତାରାଣୀ ଗୁପ୍ତା, ଅଧ୍ୟାପକ ବୀରେଶ ଷଡ଼ଙ୍ଗୀ, ଅଜୟ ମହାନ୍ତି, ଭଗବାନ ମହାପାତ୍ର, ନରେନ୍ଦ୍ର ପରମାଣିକ, ଉମାକାନ୍ତ ଦାସ, ସୁଶୀଲ କୁମାର ଦାସ, ଅଶୋକ ବେହେରାଙ୍କ ସମେତ ଅନେକ ସଂଖ୍ୟାରେ ଝିଅ ବୋହୂ ଗ୍ରାମବାସୀ ଯୋଗ ଦେଇଥିଲେ। ଉପେନ୍ଦ୍ର ପାଢ଼ୀ, କାହ୍ନୁଚରଣ ଦାସ, ଉମାକାନ୍ତ ବାରିକ ବିବାହ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କାଉନସିଲରଙ୍କ ପ୍ରତିନିଧି ପ୍ରଫୁଲ୍ଲ ମଣ୍ଡଳ ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ। ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଏବଂ ଖରାଦିନେ ପଶୁପକ୍ଷୀ ମଣିଷଙ୍କୁ ଛାଇଦାନ କରୁଥିବା ଗଛ ଆମ ପରିବାରର ସଦସ୍ୟ ବୋଲି ଉପସ୍ଥିତ ଲୋକେ କହିଥିଲେ।